ଯେତିକି ପିଲା କେବଳ ରେଷ୍ଟ ବୋଲି କହୁଛ ତମେ ତ ଏଇଠି ଫସିଗଲ ପିଲେ। ଦେଖ କେମିତି ସାର୍ ଫସିଗଲୁ ଆମକୁ ଟିକେ କୁହନ୍ତୁ। ନା କହୁଛି ଭଲସେ ଏପଟେ ଧ୍ୟାନ ଦିଅ, ବୋର୍ଡ ରେ ଧ୍ୟାନ ଦବ ସମସ୍ତେ। ଓକେ, ତ ସପୋଜ ପିଲେ ଗୋଟେ ବଡି ଅଛି ହେଲା, ତାର ନାଁ ହେଲା ଏ। ତାର ନାଁ ଟା କଣ? ଏ। ସେ ଏମିତି ଯାଉଛି, କେତେ ଯାଉଛି ନା ସେ 10 ମିଟର/ସେକେଣ୍ଡ ର ଗତିରେ ଯାଉଛି। କ୍ଲିୟର ହେଲା। ମୁଁ କହିଲି ଫୋର୍ସ ଲଗେଇଲେ କଣ ହବ? ଇଏ ମୋସନ କରୁଛି ନା, ଫୋର୍ସ ଲଗେଇଲେ କଣ ହବ? ତ ସପୋଜ ପିଲେ ତମେ ଯଦି ଏପଟରୁ ଫୋର୍ସ ଲଗେଇଲ ମାନେ ଅପୋଜିଟ ଡାଇରେକ୍ସନ ରେ, ତମେ ଏପଟରୁ ଫୋର୍ସ ଲଗେଇଲେ ତ ସେ ରେଷ୍ଟ କୁ ଆସିଯିବ। ଆଉ ଯେତିକି ପିଲା ରେଷ୍ଟ କହିଛ ପରଫେକ୍ଟ ଆନ୍ସର। ଯେତିକି ପିଲା ରେଷ୍ଟ କହିଛ ପରଫେକ୍ଟ ଆନ୍ସର। ଖୁସି ହେଇଯାଅ ସମସ୍ତେ, ଠିକ ଆନ୍ସର ଦେଇଛ। ଯଦି ପିଲେ ତମେ ଏପଟରୁ ଫୋର୍ସ ଲଗେଇବ କଣ ହବ ପିଲେ? ଯୋଉ ଦିଗରେ ସେ ଗତି କରୁଥିଲା ସେଇ ଦିଗରେ ତମେ ଯଦି ବଳ ପ୍ରୟୋଗ କରିଦବ, ଫୋର୍ସ ଟା ଦେଇଦବ, ତାହେଲେ କଣ ହେଇଯିବ? ତାର ସ୍ପିଡ ଟା ବଢିଯିବ ନା, କିଛି ନହେଲେ 10 ରୁ 11 ତ ହେଇଯିବ। ତ ଯୋଉମାନେ ରେଷ୍ଟ ସହିତ ସ୍ପିଡ ବଢିବ ବୋଲି କହିଛ, ସ୍ପିଡ ବଢିବ ବୋଲି କହିଛ, ଏଇ ଦିଟା ଜିନିଷ ଯିଏ କହିଛ ସେମାନେ ହଉଛନ୍ତି ସୁନା ପିଲା। ଠିକ, ସେମାନେ ଗୋଟେ ଗୋଟେ ଚକୋଲେଟ ମୋ ନାଁରେ କିଣିକି ଆଜି ଖାଇଦବ। ଖାଲି ଫୋର୍ସ ଲଗେଇ ଦେଲେ ହବନି ରେ, ଏଇ ଜିନିଷ ଏବେ କ୍ଲିୟର ହେଲା ନା। ଖାଲି ଫୋର୍ସ ଲଗେଇଦେଲେ କଣ, ଦେଖିବାକୁ ପଡିବ କି କୋଉ ଦିଗରେ ଲଗଉଛ।